ଆଜି ଯେଉଁ ପ୍ରବକ୍ତା ମାନେ କହୁଛନ୍ତି ମୁଖପାତ୍ର ମାନେ କହୁଛନ୍ତି ଅରବିନ୍ଦ ଦୁର୍ନୀତି କରିଛି, ଅରବିନ୍ଦ ଦଳ ବିରୋଧୀ କାମ କରିଛି, ଅରବିନ୍ଦ ସଂଗଠନ କରିପାରି ନାହିଁ। ଆଜ୍ଞା ଏଇଟା କ'ଣ ମୁଖିଆ ଜାଣିନାହାନ୍ତି କ'ଣ କରିଛି ନ କରିଛି? ତାହେଲେ ମୁଖିଆ କାହିଁକି କାଲି ପହରଦିନ ବାଇଟ୍ ଦେଲେ ବା ବିବୃତ୍ତି ଦେଲେ ଯେ ପାଟକୁରାବାସୀ ଅବହେଳିତ? ଆଜ୍ଞା 24 ବର୍ଷ ଭିତରେ ପାଟକୁରା ଅବହେଳିତ ରହିଛି। ପରିଡର ଥିଲା, ତାପରେ ପାଟକୁରା ହେଲା, ପାଟକୁରା ଅବହେଳିତ ହୋଇକି ରହିଥିଲା। ଆଉ 19 ଇଲେକ୍ସନରେ ସ୍ୱୟଂ ଯିଏ ମୁଖ୍ୟମନ୍ତ୍ରୀ ଥିଲେ ସିଏ ପାଟକୁରା ଦାୟିତ୍ୱ ନେଇଥିଲେ। ପାଟକୁରା କ'ଣ କରିଛନ୍ତି? ଆଜି ସିଏ ମାନେ ପାଟକୁରାବାସୀଙ୍କ ଉପରକୁ ଉଠାଇଥିଲେ। ଆପଣ କହୁଛନ୍ତି କି ତାଙ୍କ କଥା ନୁହେଁ, ନୁହେଁ ଆପଣ କିଏ କୁହନ୍ତି ବୋଲି ଆପଣ ଭାବୁଛନ୍ତି? ଶୁଣ, କିଏ କରିଛି ସେଟା ତ ଆମେ କହିପାରିବୁନୁ, କାରଣ ସେ ତାର ସ୍ପଷ୍ଟ ପ୍ରମାଣ ଆମ ପାଖରେ ନାହିଁ। ତେଣୁ ମୁଁ ଜଣକୁ କାହିଁକି କହିବି, ମାନେ ଇଏ କରି ମୁଁ ଜଣକୁ ବ୍ଲେମ୍ କରିବି, ତାର ପ୍ରମାଣ ତ ମୋତେ ଦେବାକୁ ପଡ଼ିବ। ଆଜି ଅରବିନ୍ଦକୁ ସେମାନେ ବ୍ଲେମ୍ କରିଛନ୍ତି, ଆଜି ଆମେ ସମସ୍ତେ ତାର ପ୍ରମାଣ ଖୋଜୁଛୁ। ମୁଁ କହିଦେବି ମୋ ପାଖରେ ତ ପ୍ରମାଣ ନାହିଁ, ମୁଁ କାହାକୁ କହିବି? ତେଣୁ ତା ଭିତରେ ନିଶ୍ଚିତ ଏବଂ ଇଏ ରହିଛି, ଆ ଭିତରେ କିଛି ତଥ୍ୟ ଲୁଚିକି ରହିଛି, ଯେଉଁଟାକି ସ୍ପଷ୍ଟ ପାରିବାକୁ ପଡ଼ୁଛି ମୁଖିଆଙ୍କ ବକ୍ତବ୍ୟ ଆଉ ପ୍ରବକ୍ତାମାନଙ୍କ ବକ୍ତବ୍ୟ। ଆ ଭିତରୁ ସ୍ପଷ୍ଟ ପାରିବ କିଏ କ'ଣ କରୁଛି ନ କରୁଛି କଥା ସେମାନେ କହିବେ, ଆମେ କେମିତି କହିବୁ? ଏଇଟା ସମୟ କହିବ। 24 ବର୍ଷର ଶାସନ, ସେଟା ଆଜ୍ଞା ସମୟ 24 ବର୍ଷର ଶାସନ ଯେଉଁ କୁଚକ୍ରୀ ଗୋଷ୍ଠୀଙ୍କ ଦ୍ୱାରା ଲୀନ ହେଇଛି, ସେଇ କୁଚକ୍ରୀ ଗୋଷ୍ଠୀ ବର୍ତ୍ତମାନ ଚାହୁଁଛନ୍ତି ବିଜେଡି ଲୀନ ହେଇଯାଉ। ସେମାନେ ବିଜେଡ଼ିରେ ନଥିଲେ, ବିଜେଡ଼ିର ରକ୍ତ ତାଙ୍କ ଦେହରେ ନାହିଁ, ତେଣୁ ସେଇମାନେ ଅରବିନ୍ଦକୁ ସସ୍ପେଣ୍ଡ କରି ପାଟକୁରାଟାକୁ ନଷ୍ଟ କରିବା ପାଇଁ ଚାହୁଁଛନ୍ତି। ଖାଲି ଏକା ଏଠି ଯେଉଁମାନେ ଆସିଥିଲେ ଆପଣ ଦେଖିଥିବେ ଗଣମାଧ୍ୟମରେ, ସେମାନେ ବାଇଟ୍ ଦେଇଥିଲେ। ଆଜ୍ଞା ସେଇମାନେ କୁଚକ୍ରୀ। ଆପଣମାନେ ହେଉଛନ୍ତି ଆମର ଓଡ଼ିଶା ରାଜନୀତିର ଯେଉଁ ବାହାରକୁ ଯାଉଛି ଆପଣଙ୍କ ଦ୍ୱାରା ହିଁ ଯାଉଛି। ତେଣୁ ମୁଁ ଆପଣଙ୍କ ମାର୍ଫତରେ କହିବାକୁ ଚାହୁଁଛି, ଯେଉଁମାନେ କୁଚକ୍ରୀ ସେମାନେ ନବୀନ ପଟ୍ଟନାୟକ ଜାଣିନାହାନ୍ତି ଓଡ଼ିଶାର ବିକାଶ କିମ୍ବା ପାଟକୁରାର ବିକାଶ ନବୀନ ପଟ୍ଟନାୟକ ନିଜେ ମଧ୍ୟ ଜାଣିନାହାନ୍ତି। ତେଣୁ ନବୀନ ପଟ୍ଟନାୟକ ନିଜେ ଯେଉଁଦିନ ଜାଣିବେ ତାଙ୍କ ନିଜ ଦଳକୁ ନିଜ କିଛି ବିଧାୟକ ହୁଅନ୍ତୁ, କିଛି ପୁରୁଣା ନେତା ହୁଅନ୍ତୁ, କିଛି ହାରିଥିବା ନେତାମାନେ ନଷ୍ଟ କରିବା ପାଇଁ ଚାହୁଁଛନ୍ତି, ସେଇଦିନ ନବୀନ ପଟ୍ଟନାୟକ ଦଳଟାକୁ ସଜାଡ଼ି ପାରିବେ। ନଚେତ ଯଦି ଏଇ ଷ୍ଟେପ୍ରେ ନବୀନ ପଟ୍ଟନାୟକ କିଛି ପ୍ରତିକ୍ରିୟା ନ ନିଅନ୍ତି କିମ୍ବା ଅରବିନ୍ଦ ବାବୁର ସସ୍ପେନ୍ସନ୍ ନ ଉଠାନ୍ତି, ତାହେଲେ ଖାଲି ପାଟକୁରାବାସୀ ନୁହେଁ, ସାରା ଓଡ଼ିଶାରେ ବିଜେଡ଼ି ଦଳର ବହୁତ ବଡ଼ କ୍ଷତି ହେବ। ଆଉ ଏ ପାଇଁ 24 ମସିହାର କୁଚକ୍ରୀ ଗୋଷ୍ଠୀଙ୍କ ପାଇଁ ଯେମିତି ଦଳ ହାରିଛି, ସେମିତି ଧୀରେ ଧୀରେ ଦଳ ଲୀନ ହୋଇଛି। କାରଣ ଆମେ ହେଉଛୁ ପ୍ରକୃତ ବିଜୁ ଜନତା ଦଳର ଲୋକ। 24 ବର୍ଷ ନୁହେଁ, ଆରମ୍ଭରୁ ଆମେ ଆଜି ମଧ୍ୟ ବିଜୁ ଜନତା ଦଳରେ ଅଛୁ। ମୁଁ ମଧ୍ୟ ଗୋଟେ ପଞ୍ଚାୟତର ସଭାପତି ଆଜିକି 24 ବର୍ଷ ହେଲା ଅଛି। ହିରାଜୀ ଡେରାଇଛି ବ୍ଲକ ଦତ୍ତାଦିଆ ପଞ୍ଚାୟତର ବିଜୁ ଜନତା ଦଳ ସଭାପତି ମଧ୍ୟ ଅଦ୍ୟାବଧି ମୁଁ ଅଛି।